ସେ ଲୋକ ତ ମରିଯିବେ ରାଜ୍ୟରୁ ନିଶା ବିକ୍ରି ବେଳେ ଲୋକ ମରିଯିବେ, ରାତିରେ ଲାଠି ପାଇଲେ ଶହ ଶହ ଲୋକ ମରିଯିବେ, ଆମ ଲୋକ ବିଷ ଖାଇ ଲୋକ ମରିବେ। ସରକାର ରାଜସ୍ୱ କୋଉଠୁ ନାଇଁ ନ ପାଆନ୍ତି ପଛେ ସେ କୋଉ ବାଟେ ପାଇବେ, ଆଉ ଲୋକ ରାତି ପାଇଲେ ଶହ ଶହ ସଂଖ୍ୟାରେ ଲୋକ ମରିକି ଶୋଇବେ। ପୁରା ଓଡ଼ିଶାବାସୀ ନା ସରକାର ତାଙ୍କ କ୍ଷତିପୂରଣ କେତେ ତୁଲେଇବେ? ରୋଜଗାର କିଏ କାହାର ରୋଜଗାର ଭେଣ୍ଡି ବାପକୁ ହରେଇଲାଣି, କିଏ କାହାର ବାପକୁ ହରେଇଲାଣି। ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ରାସ୍ତାଘାଟ ପାନ ଦୋକାନ ଚାହା ଦୋକାନ ସବୁଠି ବିଷ ଲୋପ ପାଇଯିବ। ଏ ବିଷ ଦ୍ୱାରା ବହୁତ ଲୋକ ମରୁଛନ୍ତି ରାଜ୍ୟରେ। କଳୁଷିତରୁ ସରକାର ସମସ୍ତଙ୍କୁ ମୁକ୍ତି କରିଦେବେ ନିଶାରୁ। ଆହୁରି ମଧ୍ୟ ଗୋଟେ କଥା, ଗାଁ ଅବସ୍ଥା କ'ଣ କହିବି, ଦେଶୀ ମଦର ଆଶାର ସିଏ ବି ହଟିଯିବ। ଏଥିରେ ବି ବହୁତ ଲୋକ ଅସୁବିଧାରେ ପଡ଼ୁଛନ୍ତି। ଭଲ ବାଟୋଇ ଘାଟି ମାଡ଼ ଖାଉଛନ୍ତି, ବାଟୋଇ ଘାଟି ବେଚି ଦେଉଛନ୍ତି, ବହୁତ ଲୋକ ଅସୁବିଧାରେ ପଡ଼ୁଛନ୍ତି। ନିଶା ପୁରା ଉଠିଯିବା ବହୁତ ଭଲ। ଜୟ ଜଗନ୍ନାଥ। ଭଗବାନ ଜଗନ୍ନାଥଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ ଅର୍ପଣ କରୁଛି। ଗଙ୍ଗାଧର ରଥ ବ୍ରାହ୍ମଣ, ଗଙ୍ଗାଧର ରଥ ମୋ ନାଁ, ସତ୍ୟବାଦୀ ତମେ ଠିକ ଅଛ। ପୁରୀ ଜିଲ୍ଲା ଜଗନ୍ନାଥ ଧାମ, ଭଗବାନ ଜଗନ୍ନାଥ ଧାମରେ ମୋର ଜଣେ ମନ୍ଦିର ପୂଜକ ନୈଷ୍ଠିକ ବ୍ରାହ୍ମଣ ଜଣେ। ଆଜ୍ଞା ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଛି। ଗୋଟେ ଭଲ କଥା ଆଜି ଆପଣ ପଚାରିଛନ୍ତି ରଥ ଭାଇନାକୁ। ସରକାରଙ୍କୁ ଧନ୍ୟବାଦ ଦେଉଛି, ସରକାରକୁ ଆଶୀର୍ବାଦ କରୁଛି। ସରକାରକୁ ବହୁତ ଭଲ ଲାଗିଲା ଚିନ୍ତାଧାରା ତାଙ୍କର, ଯେଉଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଆଜି ମୁଁ ରାସ୍ତାରେ 40 ବର୍ଷ ଲାଇନରେ ମୋର ବୁଲିବା ଭିତରେ ମୁଁ ଲକ୍ଷ୍ୟ କରେ କେତେ ମହିଳା ବିଧବା ହେଇଯାଉଛନ୍ତି, କେତେ ପୁଅ ଝିଅ ବାପ ଛୁଣ୍ଡ ହେଇଯାଉଛନ୍ତି, ନାହିଁ ନଥିବା ଦୁଃଖ ଭୋଗୁଛନ୍ତି। କାହାର ମାଂସ ବାହାରି ପଡ଼ୁଛି, କାହାର ଓଠ କଳା ପଡ଼ିକରି ଛିଟା ପଡ଼ିଯାଉଛି, କାହାର ମୁହଁରୁ ଆଖିରୁ ଡୋଳା ଉପୁଡ଼ି ଯାଉଛି, କାହାର ଦାନ୍ତ ଉପୁଡ଼ି ଯାଉଛି, କାହାର ମୁଣ୍ଡରୁ ପିତ୍ତ ଉପୁଡ଼ିକି ବାପା ମାଆକୁ ସେ ହତ୍ୟା କରି ପକାଉଛି, କିଏ ସ୍ତ୍ରୀକି ବାଡ଼େଇକିରି ମାରି ଦେଉଛି, କିଏ ପୁଅ ଝିଅଙ୍କୁ ବାଡ଼େଇକିରି ଛିଞ୍ଚତ୍ର କରିକି ତାଙ୍କୁ ହତ୍ୟାଘାତ କରୁଛି, କିଏ ନଳାରେ ପଇଲାଣି, କିଏ ଡ୍ରେନ୍ରେ ପଇଲାଣି, କିଏ ଗଙ୍ଗୁଆରେ ପଇଲାଣି, କିଏ ବାଙ୍କି ମୋହନରେ ପଇଲାଣି, କିଏ ନଈରେ ପଇଲାଣି, କିଏ ଡ୍ରେନ୍ରେ ପଇଲାଣି, କିଏ ମହାନଦୀରେ ପଇଲାଣି। କିଏ ସରକାର ଏଇ ଯୋଉ ନିୟମଟା ଆଣିଲେ, ଗୁଟକା ବନ୍ଦ ହେଇଯାଇଛି ନା ଦୋକାନରେ ବିକ୍ରି ବନ୍ଦ ହେଇଯାଇଛି ନା ଫ୍ୟାକ୍ଟ୍ରିରେ ବନ୍ଦ କରିଛି, କ'ଣ କରୁଛନ୍ତି? ସରକାର ନିଷ୍ପତ୍ତି ଠିକ୍ ନେଇଛନ୍ତି, ଏଇଟା ଆମେ ଓଡ଼ିଶାବାସୀ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଲୋକଙ୍କ ତାକୁ ମାନୁଛନ୍ତି? ବହୁତ ରୋଗରେ ଲୋକ ପଡ଼ୁଥିଲେ, ବହୁତ ମହିଳାମାନେ ବିଧବା ହେଉଥିଲେ, ବହୁତ ପୁଅ ଝିଅ ବାପ ଛୁଣ୍ଡ ହେଉଥିଲେ। ନା ସେ କଥା ଲୋକ କ'ଣ ତାକୁ ମାନୁଛନ୍ତି କି? ସରକାର ବ୍ଲାକରେ ବିକ୍ରି ହଉଛି। ବ୍ଲାକରେ ବିକ୍ରି ନାଇଁ, ହଉଛି। ଲୋକ ମାନିବାକୁ ବାଧ୍ୟ। ରାଜ୍ୟ ସରକାର ଲୋକ ମାନୁନାହାନ୍ତି, ଲୋକ ସରକାରଙ୍କର କଥାକୁ ଆଜ୍ଞା କେବଳ ଫୁ କରିଦଉଛନ୍ତି, ଉଡ଼େଇ ଦଉଛନ୍ତି। ଏଇଟା ଫ୍ଲୁ କଲେ ହବନି। ନା ସରକାର ଯୋଉଠି ଶୁଣନ୍ତୁ, ଯୋଉଠି ଗୁଟୁକା 20 ଟଙ୍କାରେ 4ଟା ମିଳୁଥିଲା, ବର୍ତ୍ତମାନ 20 ଟଙ୍କାରେ 3ଟା ଦଉଛନ୍ତି, ବ୍ଲାକରେ ଦଉଛନ୍ତି। ତାହେଲେ ସରକାର, ଆପଣ ଯୋଉ କହୁଛନ୍ତି ଏତେ କଥା, ସରକାର ଯୋଉ ବନ୍ଦ କରିକି କ'ଣ ଲୋକ ମାନିବାକୁ ପଡ଼ିବ? ଲୋକ ତ ସଚେତନ ହଉନାହାନ୍ତି। ସଚେତନ ହେଇଯିବେ, ଯାହା କେତେବେଳେ ହେବେ? ଯାହା ସାର୍ ଦେଖନ୍ତୁ, ଯାହା ବଳକା ମାଲ ଯାହା ପାଖେ ଅଛି ଚୋରା ଅନୁସାରେ ବିକ୍ରି ବଟା କରିଦେବେ। ଆଜ୍ଞା ଦେଖନ୍ତୁ, ଆପଣ ଅଛନ୍ତି ଗୋଟେ ରାଜନୈତିକ ଦଳ, ଆମକୁ 24 ବର୍ଷ ଚଳେଇଲା ପରେ ଆଉ ଗୋଟେ ଦଳ ଆସିକି ଚଳଉଛି। ସେଇ ଯେଉଁ ପୂର୍ବ ରାଜନୈତିକ ଦଳ ଯେତେବେଳେ ଥିଲେ ଓଡ଼ିଶାରେ, ସିଏ ବି ଏମିତି କିଛି ଦିନ ବ୍ୟାନ୍ କରିଥିଲେ, ମାତ୍ର କିଛି ଦିନ ପରେ ପୁଣି ସେ ଯଥା ପୂର୍ବଂ ତଥା ପର। ଠିକ୍ କଥା କହୁଛନ୍ତି। ଆମର ବିଶ୍ୱାସ ରହିଛି ଓଡ଼ିଶାବାସୀଙ୍କର, ଏଇ ବିଷ ପୁରା ଲୋପ ପାଇବ। ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ରାସ୍ତାଘାଟ ପାନ ଦୋକାନ ଚାହା ଦୋକାନ ସବୁଠି ବିଷ ଲୋପ ପାଇଯିବ। ଏ ବିଷ ଦ୍ୱାରା ବହୁତ ଲୋକ ମରୁଛନ୍ତି ରାଜ୍ୟରେ। କଳୁଷିତରୁ ସରକାର ସମସ୍ତଙ୍କୁ ମୁକ୍ତି କରିଦେବେ ନିଶାରୁ। ଆହୁରି ମଧ୍ୟ ଗୋଟେ କଥା, ଗାଁ ଅବସ୍ଥା କ'ଣ କହିବି, ଦେଶୀ ମଦର ଆଶାର ସିଏ ବି ହଟିଯିବ। ଏଥିରେ ବି ବହୁତ ଲୋକ ଅସୁବିଧାରେ ପଡ଼ୁଛନ୍ତି। ଭଲ ବାଟୋଇ ଘାଟି ମାଡ଼ ଖାଉଛନ୍ତି, ବାଟୋଇ ଘାଟି ବେଚି ଦେଉଛନ୍ତି, ବହୁତ ଲୋକ ଅସୁବିଧାରେ ପଡ଼ୁଛନ୍ତି। ନିଶା ପୁରା ଉଠିଯିବା ବହୁତ ଭଲ। ସରକାର ନିଶା ଦ୍ରବ୍ୟରୁ ଅଧିକ ରାଜସ୍ୱ ପାଉଥିଲେ ଓଡ଼ିଶାରୁ, ତାହେଲେ ଏବେ କ'ଣ ହେବ ଆମର ଓଡ଼ିଶାର ପରିସ୍ଥିତି? ଅଲଗା ବାଟେ ମିଳିବ, ଆଉ ଲୋକ ମରିବେ କ'ଣ? ସେ ଲୋକ ତ ମରିଯିବେ ରାଜ୍ୟରୁ ନିଶା ବିକ୍ରି ବେଳେ ଲୋକ ମରିବେ, ରାତିରେ ଲାଠି ପାଇଲେ ଶହ ଶହ ଲୋକ ମରିଯିବେ, ଆମ ଲୋକ ବିଷ ଖାଇ ଲୋକ ମରିବେ। ସରକାର ରାଜସ୍ୱ କୋଉଠୁ ନାଇଁ ନ ପାଆନ୍ତି ପଛେ ସେ କୋଉ ବାଟେ ପାଇବେ, ଆଉ ଲୋକ ରାତି ପାଇଲେ ଶହ ଶହ ସଂଖ୍ୟାରେ ଲୋକ ମରିକି ଶୋଇବେ। ପୁରା ଓଡ଼ିଶାବାସୀ ନା ସରକାର ତାଙ୍କ କ୍ଷତିପୂରଣ କେତେ ତୁଲେଇବେ? ରୋଜଗାର କିଏ କାହାର ରୋଜଗାର ଭେଣ୍ଡି ବାପକୁ ହରେଇଲାଣି, କିଏ କାହାର ବାପକୁ ହରେଇଲାଣି। ଶୁଣନ୍ତୁ, ସରକାରଙ୍କର ଏଇ ଯେଉଁ ନିଷ୍ପତ୍ତି, ଏଇ ଯେଉଁ ବ୍ୟାନ୍ କରୁଛନ୍ତି ଚିନ୍ତାଧାରା, ତା ପାଇଁ ଆପଣ ପୁରା ଓଡ଼ିଶାବାସୀକୁ କ'ଣ ସନ୍ଦେଶ ଦେବେ? ନାଇଁ, ଏତିକି କହୁଛି, ଭଲ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାବାସୀ ସମସ୍ତେ ସଚେତନ ହୁଅନ୍ତୁ। ଇଏ କଳୁଷିତ ବିଷ ବଳରୁ ସମସ୍ତେ ମୁକ୍ତି ପାଆନ୍ତୁ। ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ। ବରଂ ସରକାର ଲୋକଙ୍କୁ ଅମୃତ ଚଖାନ୍ତୁ, ଏ ବିଷ ନ ଚଖେଇକରି। ଗାଁରେ ପାନ ଦୋକାନରେ ହାଟରେ ବାଟରେ ଏଇ ଯେଉଁ ନିଶା ଗୁଟୁକା ବିଷ ବିକ୍ରି ହେଉଛି, ବିଷରୁ ଲୋକ ଶାନ୍ତି ପାଇକି ବଞ୍ଚିକି ରହନ୍ତୁ। ପଛେ ଆଳୁ ପୋଡ଼ା ପଖାଳ ଖାଆନ୍ତୁ, କିନ୍ତୁ ବଞ୍ଚି ବଞ୍ଚିକି ରହନ୍ତୁ।